ଓମ୍ ଶାନ୍ତି। ଆଜି 16/3/2026 ସାକାର ମହାବାକ୍ୟ। ମଧୁର ସନ୍ତାନଗଣ, ତୁମମାନଙ୍କୁ ସଦ୍ଗତିର ସବୁଠାରୁ ନିଆରା ମତ ମିଳୁଛି କି ଦେହର ସବୁ ଧର୍ମକୁ ତ୍ୟାଗ କରି ଆତ୍ମ ଅଭିମାନୀ ହୁଅ ଏବଂ କେବଳ ମୋତେ ହିଁ ମନେ ପକାଅ। ପ୍ରଶ୍ନ: ଯେଉଁମାନେ ପରମାତ୍ମାକୁ ନାମ ରୂପରୁ ଅଲଗା କହୁଛନ୍ତି ସେମାନଙ୍କୁ ତୁମେ କେଉଁ ପ୍ରଶ୍ନ ପଚାରିପାରିବ? ଉତ୍ତର: ସେମାନଙ୍କୁ ପଚାର, ଗୀତାରେ ଯାହା ଦେଖାଯାଇଛି ଅର୍ଜୁନକୁ ଅଖଣ୍ଡ ଜ୍ୟୋତି ସ୍ୱରୂପର ସାକ୍ଷାତକାର ହେଲା, କହିଲେ ବନ୍ଦ କର, ମୁଁ ସହନ କରିପାରୁନାହିଁ। ତେବେ ପୁଣି ଆପଣମାନେ ନାମ ରୂପରୁ ଅଲଗା ବୋଲି କିପରି କହୁଛନ୍ତି? ବାବା କହୁଛନ୍ତି, ମୁଁ ତୁମମାନଙ୍କର ପିତା ଅଟେ। ପିତାର ରୂପକୁ ଦେଖି ସନ୍ତାନ ଖୁସି ହୋଇଥାଏ। ସେ କିପରି କହିବ ଯେ ମୁଁ ସହନ କରିପାରୁନାହିଁ? ଗୀତ ତେରେ ଦ୍ୱାର ଖଡ଼ା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଭକ୍ତମାନେ କହୁଛନ୍ତି ଆମେ ବହୁତ କାଙ୍ଗାଳ ହୋଇଯାଇଛୁ। ହେ ବାବା, ଆମ ସମସ୍ତଙ୍କର ଝୋଲା ଭରିଦିଅ। ଭକ୍ତ ଜନ୍ମ ପରେ ଜନ୍ମ ଏହା ଗାୟନ କରିଚାଲିଛନ୍ତି। ସତ୍ୟଯୁଗରେ ଭକ୍ତି ନଥାଏ, ସେଠାରେ ପବିତ୍ର ଦେବୀ ଦେବତାମାନେ ରୁହନ୍ତି। ଭକ୍ତଙ୍କୁ କେବେ ଦେବତା ବୋଲି କୁହାଯାଏ ନାହିଁ। ଯେଉଁମାନେ ସ୍ୱର୍ଗବାସୀ ଦେବୀ ଦେବତା ହୋଇଥାନ୍ତି ସେମାନେ ପୁନର୍ଜନ୍ମ ନେଇ ନେଇ ନର୍କବାସୀ ପୂଜାରୀ ଭକ୍ତ କାଙ୍ଗାଳ ହୋଇଥାନ୍ତି। ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି। ବାବାଙ୍କୁ ଜଣେ ହେଲେ ମନୁଷ୍ୟ ଜାଣିନାହାନ୍ତି। ବାବା ଯେତେବେଳେ ଆସିବେ ସେତେବେଳେ ନିଜର ପରିଚୟ ଦେବେ। ଭଗବାନଙ୍କୁ ହିଁ ବାବା କୁହାଯାଉଛି। ସବୁ ଭକ୍ତଙ୍କର ଭଗବାନ ଜଣେ, ବାକି ସମସ୍ତେ ଭକ୍ତ ଅଟନ୍ତି। ଚର୍ଚ୍ଚକୁ ଯାଉଛନ୍ତି, ତେବେ ନିଶ୍ଚୟ ଭକ୍ତ ହେଲେ ନା? ବର୍ତ୍ତମାନ ସମସ୍ତେ ପତିତ ତମୋପ୍ରଧାନ ହୋଇ ପଡ଼ିଛନ୍ତି। ସେଥିପାଇଁ ଡାକୁଛନ୍ତି, ହେ ପତିତପାବନ ଆସ। ହେ ବାବା, ଆମ ଭକ୍ତମାନଙ୍କର ଝୁଲାମଣି ଭରିଦିଅ। ଭକ୍ତ ଭଗବାନଙ୍କୁ ଧନ ମାଗୁଛନ୍ତି। ତୁମେମାନେ କ'ଣ ମାଗୁଛ? ତୁମେ ଜାଣୁଛ ବାବା ଆମକୁ ସ୍ୱର୍ଗର ମାଲିକ କରିଦିଅନ୍ତି। ସେଠାରେ ଅସରନ୍ତି ଧନ ରହିବ, ହୀରାନୀଳାର ମହଲ ହେବ। ଏବେ ତୁମେ ଜାଣିଛ ଆମେ ଭଗବାନଙ୍କ ଦ୍ୱାରା ସତ୍ୟଯୋଗୀ ରାଜତ୍ୱର ସମ୍ପତ୍ତି ପ୍ରାପ୍ତ କରୁଛୁ। ଏହା ସଚ୍ଚା ଗୀତା ଅଟେ। ସେ ଗୀତା ନୁହେଁ। ସେମାନେ ପୁସ୍ତକ ଆଦି ଭକ୍ତିମାର୍ଗ ପାଇଁ ତିଆରି କରିଛନ୍ତି। ସେମାନଙ୍କୁ ଭଗବାନ ଜ୍ଞାନ ଦେଇନାହାନ୍ତି। ଭଗବାନ ବର୍ତ୍ତମାନ ନରରୁ ନାରାୟଣ କରାଇବା ପାଇଁ ରାଜଯୋଗ ଶିଖାଉଛନ୍ତି। ରାଜାଙ୍କ ସହିତ ପ୍ରଜା ମଧ୍ୟ ନିଶ୍ଚୟ ରହିବେ। କେବଳ ଲକ୍ଷ୍ମୀନାରାୟଣ ତ ହେବେ ନାହିଁ, ସାରା ରାଜଧାନୀ ତିଆରି ହେବ। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଭଗବାନ କିଏ। ଆଉ କୌଣସି ମନୁଷ୍ୟ ମାତ୍ରକେ ଏକଥା ଜାଣିନାହାନ୍ତି। ବାବା କହୁଛନ୍ତି, ତୁମେ କହୁଛ ଓ ଗଡ୍ ଫାଦର, ହେ ଈଶ୍ୱର ପିତା। ତେବେ କୁହ ତୁମ ଈଶ୍ୱର ପିତାଙ୍କର ନାମ, ରୂପ, ଦେଶ, କାଳ କ'ଣ? ନା ଭଗବାନଙ୍କୁ ଜାଣିଛନ୍ତି ନା ତାଙ୍କର ରଚନାକୁ ଜାଣିଛନ୍ତି? ବାବା ଆସି କହୁଛନ୍ତି, ମୁଁ କଳ୍ପ କଳ୍ପ ସଙ୍ଗମରେ ଆସୁଛି। ସାରା ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ମୁଁ ରଚୟିତା ହିଁ ଆସି ବୁଝାଉଛି। ଅନେକ ତ କହୁଛନ୍ତି ସେ ନାମ ରୂପରୁ ଅଲଗା ଅଟନ୍ତି, ସେ ଧରାକୁ ଆସିପାରିବେ ନାହିଁ। କିନ୍ତୁ ତୁମେ ଜାଣିଛ ଯେ ବାବା ଆସିଛନ୍ତି। ନିରାକାରଙ୍କର ଶିବ ଜୟନ୍ତୀ ଗାୟନ କରାଯିବା ସହିତ ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ଗାୟନ କରାଯାଉଛି। ତେବେ ଶିବ ଜୟନ୍ତୀ କେବେ ହେଉଛି ତାହା ଜାଣିବା ଉଚିତ ନା? ଯେମିତି ଖ୍ରୀଷ୍ଟିଆନମାନେ ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କର ଜନ୍ମ କେବେ ହୋଇଥିଲା, ଖ୍ରୀଷ୍ଟିଆନ ଧର୍ମ କେବେ ସ୍ଥାପନ ହୋଇଥିଲା। ଏହା ତ ଭାରତର କଥା ଅଟେ। ଭଗବାନ ଭାରତର ଝୁଲା କେବେ ଭରପୁର କରୁଛନ୍ତି। ଭକ୍ତମାନେ ଡାକୁଛନ୍ତି, ହେ ଭଗବାନ, ଝୁଲାମଣି ଭରିଦିଅ। ସଦ୍ଗତିକୁ ନେଇଯାଅ, କାହିଁକି ନା ଆମେ ଦୁର୍ଗତିରେ ପଡ଼ିଛୁ, ତମୋପ୍ରଧାନ ହୋଇଯାଇଛୁ। ଆତ୍ମା ହିଁ ଶରୀର ସହିତ ସବୁକିଛି ଭୋଗ କରୁଛି। କେତେକ ମନୁଷ୍ୟ ସାଧୁସନ୍ଥ ଆଦି କହୁଛନ୍ତି ଯେ ଆତ୍ମା ନିର୍ଲେପ ଅଟେ। କହନ୍ତି ମଧ୍ୟ ଯେ ଆତ୍ମାରେ ହିଁ ଭଲ ଏବଂ ମନ୍ଦ ସଂସ୍କାର ରହିଛି। ଏହି ଆଧାରରେ ଆତ୍ମା ଜନ୍ମ ନେଇଥାଏ। ପୁଣି କହନ୍ତି ଆତ୍ମା ତ ନିର୍ଲେପ ଅଟେ। ଜଣେ ହେଲେ ବୁଦ୍ଧିମାନ ମନୁଷ୍ୟ ନାହାନ୍ତି ଯିଏ ବୁଝାଇ ପାରିବେ। ଏଥିରେ ମଧ୍ୟ ଅନେକ ମତ ରହିଛି। ଯେଉଁମାନେ ଗୃହ ତ୍ୟାଗ କରି ଜଙ୍ଗଲକୁ ଯାଉଛନ୍ତି ସେମାନେ ଶାସ୍ତ୍ର ତିଆରି କରୁଛନ୍ତି। ଶ୍ରୀମଦ୍ ଭଗବତ ଗୀତା ହେଉଛି ଗୋଟିଏ। ବ୍ୟାସଦେବ ଯେଉଁ ଶ୍ଲୋକ ଆଦି ରଚନା କରିଛନ୍ତି ତାହା ଭଗବାନ କରିନାହାନ୍ତି। ନିରାକାର ଭଗବାନ ଯିଏ ଜ୍ଞାନର ସାଗର ଅଟନ୍ତି, ସେ ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ଭଗବାନ ଜଣେ ଅଟନ୍ତି। ଭାରତବାସୀଙ୍କୁ ଏକଥା ଜଣାନାହିଁ। ଗାୟନ ମଧ୍ୟ କରନ୍ତି, ଈଶ୍ୱରଙ୍କର ଗତିମତି ଅଲଗା। ଆଚ୍ଛା, କେଉଁ ଗତିମତ ଅଲଗା ଅଟେ? ଈଶ୍ୱରଙ୍କର ଗତିମତ ଅଲଗା ଏକଥା କିଏ କହୁଛି? ଆତ୍ମା କହୁଛି। ତାର ସଦ୍ଗତି ପାଇଁ ଯେଉଁ ମତ ରହିଛି ତାକୁ ହିଁ ଶ୍ରୀମତ୍ ବୋଲି କୁହାଯାଏ।
କଳ୍ପ କଳ୍ପ ତୁମକୁ ଆସି ବୁଝାଉଛି, ମନ୍ମନା ଭବ, ଦେହର ସବୁ ଧର୍ମ ତ୍ୟାଗ କରି ଆତ୍ମାଭିମାନୀ ହୁଅ ଏବଂ କେବଳ ମୋତେ ମନେ ପକାଅ। ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। ଏହି ରାଜଯୋଗର ଲକ୍ଷ୍ୟ ହିଁ ହେଉଛି ଲକ୍ଷ୍ମୀ ନାରାୟଣ ହେବା। ହଦର ପାଠ ପଢ଼ି କେହି ରାଜା ହେଉନାହାନ୍ତି, ଏପରି କୌଣସି ସ୍କୁଲ ନାହିଁ। ଗୀତାରେ ହିଁ ଅଛି, ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି। ମୁଁ ଆସୁଛି ସେତେବେଳେ ଯେତେବେଳେ କୌଣସି ରାଜାଙ୍କର ରାଜ୍ୟ ନଥାଏ। ମୋତେ ଜଣେ ହେଲେ ବି ମନୁଷ୍ୟ ବିଲକୁଲ ଜାଣି ନାହାନ୍ତି। ବାବା କହୁଛନ୍ତି, ତୁମେମାନେ ଯେଉଁ ଏତେ ବଡ଼ ଲିଙ୍ଗ ତିଆରି କରିଛ, ତାହା ମୋର ରୂପ ନୁହେଁ। ମନୁଷ୍ୟ କହି ଦେଉଛନ୍ତି ଯେ ଅଖଣ୍ଡ ଜ୍ୟୋତିରୂପ ପରମାତ୍ମା ତେଜମୟ ଅଟନ୍ତି। ଅର୍ଜୁନ ଦେଖି କହିଲେ, ବନ୍ଦ କର, ମୁଁ ସହନ କରିପାରୁ ନାହିଁ। ଆରେ ସନ୍ତାନ ତାର ପିତାର ରୂପକୁ ଦେଖି ସହନ କରିପାରିବ ନାହିଁ, ଏହା କିପରି ହୋଇପାରିବ? ପିଲା ତ ପିତାକୁ ଦେଖି ଖୁସି ହେବ ନା। ବାବା କହୁଛନ୍ତି, ମୋର ରୂପ ଏପରି ନୁହେଁ। ମୁଁ ହେଉଛି ପରମ ପିତା ଅର୍ଥାତ୍ ବ୍ରହ୍ମ ତତ୍ତ୍ୱରେ ରହୁଥିବା ପରମାତ୍ମା ଅର୍ଥାତ୍ ପରମାତ୍ମା। ପୁଣି ଗାୟନ କରୁଛନ୍ତି, ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି। ତାଙ୍କର ଭକ୍ତମାନେ ମହିମା କରୁଛନ୍ତି। ସତ୍ୟଯୁଗ ତ୍ରେତାଯୁଗରେ କେହି ମହିମା କରନ୍ତି ନାହିଁ, କାହିଁକିନା ସେଠାରେ ଅସରନ୍ତି ସୁଖ ରହିଛି। ଗାୟନ କରନ୍ତି, ଦୁଃଖରେ ସ୍ମରଣ ସମସ୍ତେ କରନ୍ତି, ସୁଖରେ କେହି କରନ୍ତି ନାହିଁ। ଏହାର ମଧ୍ୟ ଅର୍ଥ ବୁଝୁନାହାନ୍ତି। ଶୁଆ ସଦୃଶ ସମସ୍ତେ କହୁଛନ୍ତି। ସୁଖ ଏବଂ ଦୁଃଖ କେବେ ହେଉଛି, ଏହା ଭାରତର ଏହି କଥା ଅଟେ। 5000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ପୁଣି ତ୍ରେତାରେ 2 କଳା କମ୍ ହୋଇଗଲା। ସତ୍ୟଯୁଗ ତ୍ରେତାଯୁଗରେ ଦୁଃଖର ନାମ ନଥାଏ, କାରଣ ତାହା ସୁଖଧାମ ଅଟେ। ସ୍ୱର୍ଗ କହିବା ଦ୍ୱାରା ମୁଖ ମିଠା ହୋଇଯାଉଛି। ସ୍ୱର୍ଗରେ ପୁଣି ଦୁଃଖ କେଉଁଠାରୁ ଆସିବ? କହନ୍ତି ମଧ୍ୟ ସେଠାରେ କଂସ ଜରାସନ୍ଧ ଆଦି ଥିଲେ, କିନ୍ତୁ ଏହା ହୋଇପାରିବ ନାହିଁ। ଭକ୍ତମାନେ ଭାବୁଛନ୍ତି ଯେ ଆମେ ନବଦା ଭକ୍ତି କରିଥିବାରୁ ସାକ୍ଷାତକାର ହେଉଛି। ସାକ୍ଷାତକାର ହେବା ଅର୍ଥାତ୍ ଆମକୁ ଭଗବାନ ମିଳିଗଲେ, ଲକ୍ଷ୍ମୀଙ୍କର ପୂଜା କଲେ, ତାଙ୍କର ଦର୍ଶନ ହେଲା, ବାସ୍ ଆମେ ପାର ହୋଇଗଲୁ। ଏଥିରେ ହିଁ ଖୁସି ହୋଇଯାଉଛନ୍ତି, କିନ୍ତୁ ଏଥିରେ କିଛି ହେଲେ ନାହିଁ। କେବଳ ଅଳ୍ପ କାଳ ପାଇଁ ସୁଖ ମିଳିଥାଏ, ଦର୍ଶନ ହେଲା, ଖଲାସ। ଏପରି ନୁହେଁ ଯେ ମୁକ୍ତି ଜୀବନ ମୁକ୍ତିକୁ ପାଇଗଲେ, ଏମିତି କିଛି ବି ହେଉନାହିଁ। ବାବା ଶ୍ରୀଚିତ୍ର ଉପରେ ମଧ୍ୟ ବୁଝାଉଛନ୍ତି, ଭାରତ ଉଚ୍ଚରୁ ଉଚ୍ଚ ଥିଲା, ଭଗବାନ ମଧ୍ୟ ଉଚ୍ଚରୁ ଉଚ୍ଚ ଅଟନ୍ତି। ଭାରତର ଏହି ଲକ୍ଷ୍ମୀ ନାରାୟଣଙ୍କୁ ହିଁ ଉଚ୍ଚରୁ ଉଚ୍ଚ ସମ୍ପତ୍ତି ମିଳୁଛି। ଯେତେବେଳେ କି ସ୍ୱର୍ଗ ଥିଲା, ସତୋପ୍ରଧାନ ଥିଲେ, ପୁଣି କଳିଯୁଗ ଅନ୍ତରେ ସବୁ ତମୋପ୍ରଧାନ ହେଉଛନ୍ତି। ଡାକୁଛନ୍ତି ଯେ ଆମେ ବିଲକୁଲ ପତିତ ହୋଇଯାଇଛୁ। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ଆସୁଛି ତୁମକୁ ରାଜଯୋଗ ଶିଖାଇବା ପାଇଁ। ମୁଁ ଯିଏ ଯେପରି ଅଟେ ଯଥାର୍ଥ ରୀତିରେ ମୋତେ କେହି ଜାଣି ନାହାନ୍ତି। ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥ କ୍ରମାନୁସାରେ ମୋତେ ଜାଣିଛନ୍ତି। ଶିଳିଚିତ୍ର ଦେଖାଇବା ଉଚିତ। ଏହା ଭାରତର ଶିଳି ଅଟେ। ସତ୍ୟଯୁଗରେ ଦେବୀ ଦେବତା ଥିଲେ। 5000 ବର୍ଷ ପୂର୍ବରୁ ଭାରତ ଏହିପରି ଥିଲା। ଶାସ୍ତ୍ରରେ କଳ୍ପକୁ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖିଦେଇଛନ୍ତି। ବାବା କହୁଛନ୍ତି, କଳ୍ପ ଲକ୍ଷ ଲକ୍ଷ ବର୍ଷର ନୁହେଁ, 5000 ବର୍ଷର ଅଟେ। ସତ୍ୟଯୁଗ ତ୍ରେତାଯୁଗ ନୂଆ ଦୁନିଆ, ଦ୍ୱାପର କଳିଯୁଗ ପୁରୁଣା ଦୁନିଆ। ଅଧା ଅଧା ହେଉଛି ନା। ନୂଆ ଦୁନିଆରେ ତୁମେ ଭାରତବାସୀମାନେ ଥିଲ। ବାବା ବୁଝାଉଛନ୍ତି, ମଧୁର ସନ୍ତାନମାନେ, ଏବେ ତୁମେ ନିଜର ଜନ୍ମକୁ ଜାଣିଛ, ବାକି କୌଣସି ରଥ ଆଦିର କଥା ନୁହେଁ। ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ରାଜକୁମାର ଅଟନ୍ତି। ତାଙ୍କର ସେହି ରୂପ ଦିବ୍ୟ ଦୃଷ୍ଟି ବିନା ଦେଖାଯାଇ ପାରିବ ନାହିଁ। ଏହି ଚୈତନ୍ୟ ରୂପ ତ ସତ୍ୟଯୁଗରେ ଥିଲା, ପୁଣି କେବେ ସେହି ରୂପ ମିଳିପାରିବ ନାହିଁ। ପୁଣି ନାମ ରୂପ ଦେଶ କାଳ ବଦଳି ଯାଉଛି। 84 ଜନ୍ମ ନେଉଛନ୍ତି। 84 ଜନ୍ମରେ 84 ମାତା ପିତା ମିଳୁଛନ୍ତି। ଭିନ୍ନ ଭିନ୍ନ ନାମ ରୂପରେ କାର୍ଯ୍ୟ ରହୁଛି। ଏହା ଭିତରେ ହିଁ ଶିଳି ଅଟେ। ଏବେ ତୁମେ ହେଉଛ ବ୍ରାହ୍ମଣ କୁଳଭୂଷଣ। ବାବା କଳ୍ପ ପୂର୍ବରୁ ମଧ୍ୟ ଆସି ତୁମକୁ ଦେବୀ ଦେବତା କରିଥିଲେ। ସେଠାରେ ତୁମେ ସର୍ବୋତ୍ତମ କର୍ମ କରୁଥିଲ। ତୁମେ 21 ଜନ୍ମ ସଦା ସୁଖୀ ଥିଲ। ପୁଣି ତୁମକୁ ଏ ଦୁର୍ଗତିରେ କିଏ ପହଞ୍ଚାଇଲା? ମୁଁ କଳ୍ପ ପୂର୍ବରୁ ତୁମକୁ ସଦ୍ଗତି ଦେଇଥିଲି। ପୁଣି 84 ଜନ୍ମ ନେଇ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡ଼ିବ। ସୂର୍ଯ୍ୟବଂଶୀରେ 8 ଜନ୍ମ, ଚନ୍ଦ୍ରବଂଶୀରେ 12 ଜନ୍ମ, ପୁଣି ଏହିପରି ତଳକୁ ଓହ୍ଲାଇ ଆସିଛ। ତୁମେ ହିଁ ପୂଜ୍ୟ ଦେବତା ଥିଲ। ତୁମେ ହିଁ ପୂଜାରୀ ପତିତ ହୋଇଛ। ଭାରତ ଏବେ କାଙ୍ଗାଲ ହୋଇଯାଇଛି। ଭଗବାନ ବାଚ୍ ତୁମେ 100% ପବିତ୍ର, ସାହୁକାର, ସ୍ୱାସ୍ଥ୍ୟବାନ, ଧନବାନ ଥିଲ। କୌଣସି ରୋଗ ବା ଦୁଃଖର କଥା ନଥିଲା। ସୁଖଧାମ ଥିଲା। ତାକୁ ଗାର୍ଡେନ ଅଫ୍ ଆଲ୍ଲା ଅର୍ଥାତ୍ ଆଲ୍ଲାଙ୍କର ବଗିଚା କୁହାଯାଏ।
ଆଲ୍ଲାହ ସ୍ୱର୍ଗର ବଗିଚା ସ୍ଥାପନ କରିଥିଲେ। ଯେଉଁମାନେ ଦେବୀ ଦେବତା ଥିଲେ ସେମାନେ ଏବେ କଣ୍ଟା ହୋଇଯାଇଛନ୍ତି, ଏବେ ଜଙ୍ଗଲ ହୋଇଯାଇଛି। ଜଙ୍ଗଲରେ କଣ୍ଟା ରହିଥାଏ। ବାବା କହୁଛନ୍ତି କାମବିକାର ମହାଶତ୍ରୁ ଅଟେ। ଏହା ଉପରେ ବିଜୟ ପ୍ରାପ୍ତ କର। ଇହ ଆଦି ମଧ୍ୟ ଅନ୍ତ ତୁମକୁ ଦୁଃଖ ଦେଇଛନ୍ତି। ପରସ୍ପର ପ୍ରତି କାମ ଦୃଷ୍ଟି ରଖିବା ଏବଂ ସବୁଠାରୁ ବଡ଼ ପାପ ଅଟେ। ବାବା ବସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ ପରମଧାମ ନିବାସୀ ପରମାତ୍ମା ଅଟେ। ମୋତେ କହୁଛନ୍ତି ମୁଁ ସୃଷ୍ଟିର ବୀଜରୂପ ପରମାତ୍ମା ମୁଁ ସମସ୍ତଙ୍କର ପିତା ଅଟେ। ସବୁ ଆତ୍ମାମାନେ ବାବାଙ୍କୁ ଡାକୁଛନ୍ତି, ହେ ପରମପିତା ପରମାତ୍ମା ଆସ, ତୁମ ଆତ୍ମା ପରି ପରମାତ୍ମା ବାବା ମଧ୍ୟ ତାରକା ସଦୃଶ ଅଟନ୍ତି। ଛୋଟ ବଡ଼ ନୁହେଁ। ବାବା କହୁଛନ୍ତି ମୁଁ ଆଙ୍ଗୁଠି ଭଳି ମଧ୍ୟ ନୁହେଁ, ମୁଁ ପରମ ଆତ୍ମା ଅଟେ। ତୁମ ସମସ୍ତଙ୍କର ପିତା, ତାଙ୍କୁ ପରମ ପିତା ଜ୍ଞାନର ସାଗର କୁହାଯାଏ। ବାବା ବୁଝାଉଛନ୍ତି ମୁଁ ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ। ଭକ୍ତମାନେ ମୋତେ କହୁଛନ୍ତି ଯେ ପରମାତ୍ମା ସତ୍‌ଚିତ୍ ଆନନ୍ଦ ସ୍ୱରୂପ, ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି। ମୋର କେତେ ମହିମା ରହିଛି। ଯଦି ମୋର ନାମ ରୂପ ଦେଶକାଳ ନାହିଁ ତେବେ କାହାକୁ ଡାକିବେ? ସାଧୁସନ୍ଥ ଆଦି ସମସ୍ତେ ତୁମକୁ ତୁମକୁ ଭକ୍ତି ମାର୍ଗର ଶାସ୍ତ୍ର ଶୁଣାଉଛନ୍ତି। ମୁଁ ଆସି ତୁମକୁ ରାଜଯୋଗ ଶିଖାଉଛି। ବାବା ବୁଝାଉଛନ୍ତି ତୁମେ ପତିତ ପାବନ ଜ୍ଞାନର ସାଗର ମୋତେ ହିଁ କହୁଛ। ତୁମେ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହେଉଛ। ଜ୍ଞାନ ଦ୍ୱାରା ସଦ୍ଗତି ମିଳିଯାଉଛି। ଭାରତକୁ ବାବା ହିଁ ସଦ୍ଗତି ଦେବେ। ସମସ୍ତଙ୍କର ସଦ୍ଗତିଦାତା ଜଣେ, ସମସ୍ତଙ୍କର ଦୁର୍ଗତି ମଧ୍ୟ କିଏ କରୁଛନ୍ତି? ରାବଣ। ତୁମକୁ ଏବେ ଏକଥା କିଏ ବୁଝାଉଛନ୍ତି? ଇଏ ହେଉଛନ୍ତି ପରମ ଆତ୍ମା। ଆତ୍ମା ତ ଏକେ ତାରକା ସଦୃଶ ବହୁତ ସୂକ୍ଷ୍ମ ଅଟେ। ପରମାତ୍ମା ମଧ୍ୟ ଡ୍ରାମାରେ ଅଭିନୟ କରୁଛନ୍ତି। ସେ ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା ଅଟନ୍ତି। ବାବା ବୁଝାଉଛନ୍ତି ଯେ ଉଚ୍ଚରୁ ଉଚ୍ଚ ପାଠଧାରୀ କିଏ? ଉଚ୍ଚରୁ ଉଚ୍ଚ ଭଗବାନ, ଯାହାଙ୍କ ସହିତ ତୁମେ ଆତ୍ମାମାନେ ରହୁଛ। କହୁଛନ୍ତି ମଧ୍ୟ ପରମାତ୍ମା ସମସ୍ତଙ୍କୁ ପଠାଉଛନ୍ତି। ଏହା ମଧ୍ୟ ବୁଝିବାର କଥା। ଡ୍ରାମା ତ ଅନାଦି ଅଟେ। ଡ୍ରାମା କହୁଛନ୍ତି ମୋତେ ତୁମେ ଜ୍ଞାନର ସାଗର। ବାବା କହୁଛନ୍ତି ମୋତେ ତୁମେ ଜ୍ଞାନର ସାଗର, ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାତା କହୁଛ। ବର୍ତ୍ତମାନ ଯେଉଁ ଶାସ୍ତ୍ର ଆଦି ପଢ଼ୁଛନ୍ତି ଏହାକୁ ବାବା ଜାଣିଛନ୍ତି। ବାବା କହୁଛନ୍ତି ଯେ ମୁଁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସବୁ ଶାସ୍ତ୍ରର ସାର କଥା ତୁମକୁ ଆସି ବୁଝାଉଛି। ଦେଖାଉଛନ୍ତି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ। ତେବେ କେଉଁଠୁ ବାହାରିଲେ? ମନୁଷ୍ୟ ତ ନିଶ୍ଚୟ ଏହିପରି ହିଁ ହେବେ ନା। ଏହାଙ୍କ ନାଭିରୁ ବ୍ରହ୍ମା ବାହାରିଲେ। ପୁଣି ଭଗବାନ ଆସି ଏହାଙ୍କ ଦ୍ୱାରା ସବୁ ବେଦଶାସ୍ତ୍ରର ସାର ଶୁଣାଉଛନ୍ତି। ନିଜର ମଧ୍ୟ ନାମ ରୂପ ଦେଶ କାଳ ବୁଝାଉଛନ୍ତି। ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି ନା। ଏହି ବୃକ୍ଷର ଉତ୍ପତ୍ତି, ପାଳନା, ବିନାଶ କିପରି ହେଉଛି ଏ କଥା କେହି ବି ଜାଣିନାହାନ୍ତି। ଏସବୁ ବିଭିନ୍ନ ଧର୍ମର ବୃକ୍ଷ କୁହାଯାଉଛି। ସମସ୍ତେ କ୍ରମାନ୍ୱୟରେ ନିଜ ସମୟରେ ଆସୁଛନ୍ତି। ପ୍ରଥମ ନମ୍ବରରେ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି। ସେହି ଧର୍ମ ଏବେ ନାହିଁ। ବାବା କହୁଛନ୍ତି କେତେ ତୁଚ୍ଛ ବୁଦ୍ଧି ହୋଇଗଲେଣି। ଦେବତାମାନଙ୍କର ଲକ୍ଷ୍ମୀନାରାୟଣର ପୂଜା କରୁଛନ୍ତି, କିନ୍ତୁ ତାଙ୍କର ରାଜ୍ୟ ଏବଂ ସୃଷ୍ଟି ଉପରେ କେବେ ଥିଲା ତାହା କିଛି ହେଲେ ଜାଣିନାହାନ୍ତି। ଏବେ ଭାରତର ସେହି ଦେବତା ମଧ୍ୟ ଧର୍ମ ହିଁ ନାହିଁ, କେବଳ ଚିତ୍ର ରହିଯାଇଛି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାର 1 ନମ୍ବର, ମାଷ୍ଟର ଜ୍ଞାନର ସାଗର ହୋଇ ପତିତରୁ ପାବନ ହେବାର ସେବା କରିବାକୁ ହେବ। ବାବା ଯେଉଁଭଳି ସବୁ ଶାସ୍ତ୍ରର ସାର ମର୍ମ ଶୁଣାଉଛନ୍ତି ସେଗୁଡ଼ିକୁ ବୁଦ୍ଧିରେ ରଖି ସଦା ହର୍ଷିତ ରହିବାକୁ ହେବ। 2 ନମ୍ବର, ଏକମାତ୍ର ବାବାଙ୍କର ଶ୍ରୀମତ ପ୍ରତ୍ୟେକ ମୁହୂର୍ତ୍ତରେ ପାଳନ କରିବାକୁ ହେବ। ଦେହର ସବୁ ଧର୍ମ ତ୍ୟାଗ କରି ଆତ୍ମ ଅଭିମାନୀ ହେବାର ମେହନତ କରିବାକୁ ହେବ। ଆଜିର ବରଦାନ। ବିସ୍ତାରକୁ ସାରରେ ଅର୍ଥାତ୍ ସାରାଂଶରେ ସମାହିତ କରି ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ କରୁଥିବା ବାବାଙ୍କ ସମାନ ଲାଇଟ୍ ମାଇଟ୍ ହାଉସ୍ ଭବ। ବାବାଙ୍କ ସମାନ ଲାଇଟ୍ ମାଇଟ୍ ହାଉସ୍ ହେବା ପାଇଁ ଯଦି କୌଣସି ବି କଥାକୁ ଦେଖୁଛ ବା ଶୁଣୁଛ ତେବେ ତାର ସାରାଂଶକୁ ଜାଣି
ଗୋଟିଏ ସେକେଣ୍ଡ ଭିତରେ ସମାହିତ କରିଦେବା ପାଇଁ ପରିବର୍ତ୍ତନ କରିଦେବାର ଆବଶ୍ୟକ କର। କାହିଁକି କ'ଣର ବିସ୍ତାର ଭିତରକୁ ଯାଅ ନାହିଁ। କାହିଁକି ନା କୌଣସି କଥାର ବିସ୍ତାରକୁ ଯିବା ଦ୍ୱାରା ଆମ ସମୟ ଏବଂ ଶକ୍ତି ବ୍ୟର୍ଥରେ ନଷ୍ଟ ହୋଇଥାଏ। ତେଣୁ ବିସ୍ତାରକୁ ସଙ୍କୁଚିତ କରି ଜ୍ଞାନ ରୂପକ ସ୍ଥିତ ହେବାର ଅଭ୍ୟାସ କର। ଏହାଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ସାରା ଜ୍ଞାନର ସାରାଂଶର ଅନୁଭବ କରାଇ ପାରିବ। ସ୍ଲୋଗାନ: ଯଦି ନିଜର ମନୋବୃତ୍ତିକୁ ଶକ୍ତିଶାଳୀ କରିଦେବ ତେବେ ସେବାର ବୃଦ୍ଧି ସ୍ୱତଃ ହୋଇଯିବ। ଯଦି ନିଜର ମନୋବୃତ୍ତିକୁ ଶକ୍ତିଶାଳୀ କରିଦେବ ତେବେ ସେବାର ବୃଦ୍ଧି ସ୍ୱତଃ ହୋଇଯିବ। ଅବ୍ୟକ୍ତ ଇଶାରା: ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଓ ନିଶ୍ଚିତ ରୁହ। ଯାହାର ନିଶ୍ଚୟରୂପୀ ମୂଳଦୁଆ ପକ୍କା ଅଟେ ତେବେ ସେ ସହଯୋଗୀ, ନିର୍ମଳ ସ୍ୱଭାବ, ଶୁଭ ଭାବନାଯୁକ୍ତ ମନୋବୃତ୍ତି ଏବଂ ଅଧିକ ଦୃଷ୍ଟି ସମ୍ପନ୍ନ ଆତ୍ମା ହୋଇଥିବ। ତାଙ୍କର ଚାଲିଚଳନ ଏବଂ ଚେହେରାରୁ ସବୁ ସମୟରେ ସରଳତାର ଝଲକ ଅନୁଭବ ହୋଇ ଚାଲିବ। ତେଣୁ ପ୍ରତ୍ୟେକଙ୍କର ବିଶେଷତାକୁ ସ୍ମୃତିରେ ରଖି ପରସ୍ପର ପ୍ରତି ବିଶ୍ୱସ୍ତ ହୋଇ ରୁହ। ତେବେ ଅନ୍ୟମାନଙ୍କର କଥାର ଭାବ ଏବଂ ଉଦ୍ଦେଶ୍ୟ ବଦଳିଯିବ। ଓମ୍ ଶାନ୍ତି।